ରାସ ପଞ୍ଚାଧାୟୀ MCQ13 SSC PG PhD ନେଟ୍ JRE PGT OPSC ସମସ୍ତ ଓଡ଼ିଆ ଭାଷା ଭିତ୍ତିକ ପରୀକ୍ଷା ନିମନ୍ତେ ଲାଇକ୍ ସବସ୍କ୍ରାଇବ୍ ରସ ପଞ୍ଚାଧାୟୀ ଜଗନ୍ନାଥ ଦାସ MS ଓଡ଼ିଆ କ୍ରିଏସନ୍ 3730 ଅଧର୍ମ ନାଶିବା ପାଇଁ ଶ୍ରୀକୃଷ୍ଣ କେଉଁ ବଂଶରେ ଜନ୍ମ ହୋଇଥିଲେ? ଗୋପବଂଶ, ଯଦୁବଂଶ, ସୋମବଂଶ, ସୂର୍ଯ୍ୟବଂଶ। ଉତ୍ତର ବି ଯଦୁବଂଶ। କୃଷ୍ଣ ଗୋପୀମାନଙ୍କ କ'ଣ ପୋଛିଦେଲେ? ଗୋପୀଙ୍କ କର୍ମଫଳ, ଗୋପୀଙ୍କ ପୂର୍ବ ପାପ, ଗୋପୀଙ୍କ ପାଦ, ଗୋପୀଙ୍କ ମୁଖ ଝାଳ। ଉତ୍ତର ଡି ଗୋପୀଙ୍କ ମୁଖ ଝାଳ। ରାସ ପଞ୍ଚାଧାୟୀ କେତେ ଅଧ୍ୟାୟ ବିଶିଷ୍ଟ? 2, 4, 5, 8। ଉତ୍ତର ସି 5। ଅନେକ ଜନ୍ମ ତପସ୍ୟା କରି ଗୋପୀମାନେ କ'ଣ କାମନା କରିଥିଲେ? ମୋକ୍ଷ ପଦ ଲାଭ, କୃଷ୍ଣଙ୍କୁ ସ୍ୱାମୀ ରୂପରେ ଲାଭ, ବୈକୁଣ୍ଠ ପ୍ରାପ୍ତି, ସମସ୍ତ ଇନ୍ଦ୍ରିୟମାନଙ୍କ ଉପରେ ବିଜୟ। ଉତ୍ତର ବି କୃଷ୍ଣଙ୍କୁ ସ୍ୱାମୀ ରୂପରେ ଲାଭ। କେତେ ଅଧ୍ୟାୟ ହେଉଛି ରାସ ପଞ୍ଚାଧାୟୀର ପ୍ରଥମ ଅଧ୍ୟାୟ? 27, 28, 29, 30। ଉତ୍ତର ଡି 30। କୃଷ୍ଣଙ୍କର ଦେଖି କ୍ରୀଡ଼ା ରସ ତ୍ରିଦେଶ ହୋଇଲେ ହରସ। ଏଟା ତ୍ରିଦେଶର ଅର୍ଥ କ'ଣ? ଗୋପୀମାନେ, ଦେବତାମାନେ, ରାଧାମାନେ, ବୃନ୍ଦାବତୀ। ଉତ୍ତର ବି ଦେବତାମାନେ। ଜଗନ୍ନାଥ ଦାସଙ୍କ ଭାଗବତ ଭକ୍ତିମୂଳକ ରଚନା ହୋଇଥିବାରୁ ଏଥିରେ ପରିବେଶିତ କେଉଁ ରସ ମୁଖ୍ୟ? ଶୃଙ୍ଗାର ରସ, କରୁଣ ରସ, ଶାନ୍ତ ରସ, ହାସ୍ୟ ରସ। ଉତ୍ତର ସି ଶାନ୍ତ ରସ। ରାସ ପଞ୍ଚାଧାୟୀରେ କୃଷ୍ଣଚନ୍ଦ୍ର ପ୍ରଥମେ କେଉଁ ନାୟକ ଭାବରେ ଦୃଷ୍ଟି ଆକର୍ଷଣ କରନ୍ତି? ଧୀରୋଦତ୍ତ, ଧୀର ଲଳିତ, ଦକ୍ଷିଣ, ଅନୁକୂଳ। ଉତ୍ତର ଧୀରୋଦାତ୍ତ। ଜଗନ୍ନାଥ ଦାସ କେଉଁଥିରେ କୃଷ୍ଣ ରସ କହିଛନ୍ତି? ପୁରାଣ ରସ, ଗୀତ, ପ୍ରବନ୍ଧ ରସ, ଉପରୋକ୍ତ ସମସ୍ତ। ଉତ୍ତର ଡି ଉପରୋକ୍ତ ସମସ୍ତ। ଓଡ଼ିଆ ଭାଗବତରେ କେଉଁ କେଉଁ ଅଧ୍ୟାୟକୁ ରସ ପଞ୍ଚାଧାୟୀ କୁହାଯାଇଛି? 30, 31, 32, 33, 34, 29, 30, 31, 32, 33, 40, 41, 42, 43, 44, 30, 32, 36, 38। ଉତ୍ତର ଏ 30, 31, 32, 33, 34।